ଏହା କୌଣସି ଯାତ୍ରା ବା ଅପେରାର ଟିକେଟ୍ କାଉଣ୍ଟରର ଦୃଶ୍ୟ ନୁହେଁ। ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ଜନଗଣନା ଠିକ୍ ପରିଚାଳନା ହୋଇ ନ ପାରିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକାଳ 8ଟାରୁ ଆସି 2ଟା ସମୟରେ ମ୍ୟାଟେରିଆଲ୍ସ ନେଇ ଘରକୁ ଯାଉଛନ୍ତି। ପ୍ରଚଣ୍ଡ ଖରା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସେନ୍ସସ୍ ପାଇଁ ଉତ୍ସର୍ଗୀକୃତ ଖରାରେ କାହାରି କିଛି ନ ହେଉ, ସମସ୍ତେ ଭଲରେ ରୁହନ୍ତୁ। ସେ ପୁରୁଣା ଗେଟ୍ ଅନେକ ସ୍ମୃତିର ନୀରବ ସାକ୍ଷୀ। ସତ କହିବ, ଏ ଫଟୋ ଆପଣଙ୍କୁ ଅତୀତକୁ ନେଇଗଲା ନା? କେନ୍ଦ୍ରାପଡ଼ା ଅଟୋନମସ୍ କଲେଜର ସେ ପୁରୁଣା ଗେଟ୍ କେତେ ଯୁବ ହୃଦୟର ସ୍ୱପ୍ନ, ଆଶା ଓ ଆରମ୍ଭର ସାକ୍ଷୀ ହୋଇଥିଲା। ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ସମ୍ରାଟ ଚୌଧୁରୀ। ସେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଆଜି ଦାୟିତ୍ୱ ଗ୍ରହଣ କଲେ। ଗଭର୍ଣ୍ଣର ସୟେଦ ଆତା ହସନୈନ ଶପଥ ପ୍ରଦାନ କରିଥିଲେ। ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବ୍ଲକ ଅଧୀନରେ ପରିଚାଳିତ ସମସ୍ତ ବିଭାଗର ସମୀକ୍ଷା କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପଚାରି ବୁଝିବା ସହିତ ସମସ୍ତ ପିଆର୍ଆଇ ମେମ୍ବରଙ୍କ ସହିତ ସମନ୍ୱୟ ରକ୍ଷା କରି ଲକ୍ଷ୍ମୀପୁର ବ୍ଲକକୁ ପ୍ରଗତି ପଥେ ଆଗେଇ ନେବା ପାଇଁ ସମସ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ସମ୍ବିଧାନର ଜନକ ଓ ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର 135ତମ ଜୟନ୍ତୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧା ଓ ଗରିମାର ସହିତ ପାଳନ ହୋଇଛି। ଏ ଅବସରରେ ସକାଳ 8ଟା ସମୟରେ ହାଇସ୍କୁଲ ଛକ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଡକ୍ଟର ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍, ଆୟର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଶ୍ରୀମତୀ ସରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲାପାଳ ଶ୍ରୀ ଆୟର ଡକ୍ଟର ଆମ୍ବେଦକରଙ୍କର ଜୀବନ ଦର୍ଶନ ଓ ଅବଦାନ ଉପରେ ଆଲୋକପାତ କରି କହିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ପତ୍ରକାର ନ୍ୟୁଜ।